ଖଣ୍ଡଗିରିରେ ଜଣେ ବାବା ତାଙ୍କ ପୁତ୍ରଙ୍କ ପାଦରେ ତୁଳସୀ ପତ୍ର ଦେବା ଜଣେ ନାବାଳକକୁ ଆପଣ କିଭଳିଆ ଦେଖୁଛନ୍ତି? ଆମେ ତ ତୁଳସୀ ଦେବା କଥା ଜାଣିନୁ, କିନ୍ତୁ ଯେତେବେଳେ କମିଶନ ଜାଣିଲା ଯେ ଏମିତି ଗୋଟେ ଛୋଟ ନାବାଳକକୁ ନେଇକି କରାଯାଉଛି, କମିଶନ ମାମଲା ରୁଜୁ କରିଛି ଏ କେସରେ। ଆଜ୍ଞା ସ୍ଥାନୀୟ ପୋଲିସ ଭରତପୁର ଥାନାର IIC ଙ୍କୁ 15 ଦିନ ଭିତରେ ରିପୋର୍ଟ ଦେବା ପାଇଁ କୁହାଯାଇଛି। ତା ସହିତ ଆମର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଆଉ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଯେଉଁ ଅଛନ୍ତି ସେମାନଙ୍କୁ ବି ନିର୍ଦ୍ଦେଶ ଦେଇଛି ଯେ ଘଟଣାଟି କ'ଣ ତାର ସତ୍ୟାସତ୍ୟ ଯାଞ୍ଚ କରିବେ ଆଉ ଆମକୁ 15 ଦିନ ଭିତରେ ରିପୋର୍ଟ ଦେବେ। ନାବାଳକଟା କେଉଁ ଅବସ୍ଥାରେ ସେଠି କାମ କରୁ ମାନେ ପ୍ରବଚନ ଦଉଥିଲା କି ଅନ୍ୟ କୌଣସି କାର୍ଯ୍ୟରେ ଲିପ୍ତ ଥିବା କି କୌଣସି ବେଆଇନ କାମ କରୁଥିଲା, ଏ ସବୁକୁ ନେଇକି ସେମାନେ ତଦନ୍ତ କରିକି ଆମକୁ ରିପୋର୍ଟ ଦେବେ। ମ୍ୟାଡାମ ତୁଳସୀ ପତ୍ର ଅଛି, ତାର ଫଟୋ ଭିଜୁଆଲ ମଧ୍ୟ ଆପଣ ଦେଖିଥିବେ ଗଣମାଧ୍ୟମରେ। ତୁଳସୀ ପତ୍ର ଯୋଉଟା କି ଭିଜୁଆଲ ଅଛି, କିନ୍ତୁ ସେଟା କେବେ କେତେ ମସିହାର କୋଉ ମସିହାରେ କେବେ କରାଯାଇଥିଲା ସେ ବିଷୟରେ କିଛି ନାହିଁ, ଆମ ପାଖରେ କିଛି ତଥ୍ୟ ନାହିଁ। ସେଥିପାଇଁ ସେଟାକୁ ତଦନ୍ତ କଲେ ହିଁ ଜଣା ପଡିବ କେବେକାର ଘଟଣା କ'ଣ। ଆଉ ଏଇ ସମୟରେ ସେ ପିଲାଟି ବର୍ତ୍ତମାନ କୋଉଠି ଅଛି, ସେ ନାବାଳକ ପିଲାଟି ବର୍ତ୍ତମାନ କେଉଁଠାରେ ଅଛି, ଏ ସବୁ ଉପରେ ସେମାନେ ତଦନ୍ତ କରିବେ। ଆପଣ ଭାବୁଛନ୍ତି ଗୋଟେ ଚାପ ପକାଯାଏ ଛୋଟ ଛୁଆ ଗୋଟେ ଏମିତି ଗୋଟେ କରାଯାଉଥିଲା? ହେଇଥାଇପାରେ। ଏଇଟା କ'ଣ ଭାଉଲେଟ କ'ଣ କରୁଛି ଯଦି ଛୋଟ ଛୁଆଟା ପ୍ରବଚନ ଦେବା? ଛୋଟ ପିଲାଟା ପ୍ରବଚନ ଦେବାଟାକୁ ଭାଉଲେଟ ମୁଁ କହୁନି। ଆପଣଙ୍କ ପାଖରେ ପ୍ରତିଭା ଅଛି, ତାକୁ ପ୍ରଦର୍ଶନ କରିବାରେ କିଛି ଅସୁବିଧା ନାହିଁ। କିନ୍ତୁ କୌଣସି ପିଲାକୁ ଚାପଗ୍ରସ୍ତ କରିକିରି ଆମେ କୌଣସି ପିଲାକୁ ବେଆଇନ କାମରେ ଲଗେଇବା, ଏଇଟା ହେଉଛି ଅସୁବିଧା। ବା ଆମେ ବି କହିପାରିବାନି ସେ ପିଲାଟି ସେଠି ଶିଶୁ ଶ୍ରମିକ ଭାବରେ ବି କାମ କରୁଥାଇପାରେ, ସେ ପିଲାଟି କୌଣସି ପ୍ରକାର ସେକ୍ସୁଆଲ ହାରାସ ବି ହେଉଥାଇପାରେ। ଏ ସବୁକୁ ବି ସେମାନେ ତଦନ୍ତ କରିବେ। ଆଚ୍ଛା, ଏନେ ମାନେ ଶୋକଜ ଭାବରେ ଶିଶୁ ଯୋଉ କମିଶନ ମାମଲା ରୁଜୁ ଅଲରେଡି କରିସାରିଛି ଗତକାଲି ଠାରୁ। ତଦନ୍ତ ପାଇଁ ଆପଣ କେବେ ଯାଉଛନ୍ତି ମ୍ୟାଡାମ ଆପଣ କମିଟି? 15 ଦିନ ଭିତରେ ରିପୋର୍ଟ ଦେବାକୁ କୁହାଯାଇଛି। ଆଜ୍ଞା, ବହୁତ ବହୁତ ଧନ୍ୟବାଦ।